ମୁଁ ବେନୁପଡ଼ା ମଠର ମହନ୍ତ ମହାରାଜ ଶିଶିର ଦାସ। ଟିକେ କହିବେ ଏ ମଠ କେବେକାର, କିଏ ୟାକୁ ନିର୍ମାଣ କରିଥିଲେ? ଏ ମଠ ଦୀର୍ଘ 450 ବର୍ଷ ତଳ ମହାପୁରୁଷ ଶ୍ରୀ ବାଇଧର ଦାସ ନାମକ ଜଣେ ସନ୍ଥଙ୍କ ଦ୍ୱାରା ଏ ଅନୁଷ୍ଠାନ ପ୍ରତିଷ୍ଠା ହୋଇଛି ଏବଂ କାଳକ୍ରମେ ଆଉ 4 ଜଣ ସିଦ୍ଧ ମହାପୁରୁଷ ଏଠି ଆସି ପହଞ୍ଚିଛନ୍ତି। ଏଇଭଳି ଭାବରେ ପଞ୍ଚ ମହାପୁରୁଷଙ୍କର ଗାଦି ବ୍ରହ୍ମ ଏଠି ପୂଜା ପାଉଛନ୍ତି। ଏହା ତତ୍କାଳୀନ ସମୟରୁ ଅଭ୍ୟାଗତ ଅନୁଷ୍ଠାନ ଭାବରେ ପରିଚିତ। ଭକ୍ତମାନଙ୍କର ମାନସିକ ଦୁଃଖ ହରଣ, ଫସଲ ରୋଗପୋକ, ମହାମାରୀ ନିବାରଣ ଭଳି ମହାଶକ୍ତି ଏ ପ୍ରଭୁଙ୍କ ଆଜ୍ଞାରେ ରହିଛି। ତେଣୁ ଏଠିକୁ ବର୍ଷକ 12 ମାସ ଭକ୍ତମାନେ ଆସନ୍ତି କେବଳ ମାନସିକ ପୂର୍ଣ୍ଣ କରିବା ଉଦ୍ଦେଶ୍ୟରେ ଏବଂ ଏଠି ପ୍ରସାଦ ପାଇ ଠାକୁରଙ୍କୁ ଦର୍ଶନ କରିକି ଯାଆନ୍ତି। ଏହା ଏକ ଅଭ୍ୟାଗତ ସର୍ବପ୍ରାଚୀନ ଅନୁଷ୍ଠାନ ଏବଂ ଓଡ଼ିଶାର ଉତ୍କଳୀୟ ବୈଷ୍ଣବ ମଠ ଇଏ। ଏହା କୌଣସି ବୈଦେଶିକ ଅନୁଷ୍ଠାନ ନୁହେଁ, ଯାହା ଉତ୍କଳୀୟ ଧର୍ମଧାରା ଉପରେ ଶ୍ରୀ ଜଗନ୍ନାଥ ସଂସ୍କୃତି ଉପରେ ପରିବେଶିତ। ଦୈନନ୍ଦିନ ସକାଳେ ମଙ୍ଗଳ ଆଳତୀ ପରେ ମହାପ୍ରଭୁଙ୍କର ବାଲ୍ୟ ଧୂପ, 12ଟା ସମୟରେ ଖେଚୁଡ଼ି ଧୂପ, ଦ୍ୱିପ୍ରହର ଅର୍ଣ୍ଣଡାଲମା ଶଙ୍କୁଡ଼ି ଧୂପ, ସନ୍ଧ୍ୟାବେଳକୁ ସନ୍ଧ୍ୟା ଆଳତୀ ବାଲ୍ୟ ଧୂପ ଏବଂ ରାତିକି ଅର୍ଣ୍ଣ ଶଙ୍କୁଡ଼ି ଧୂପ। ଏତଦ୍ ବ୍ୟତୀତ ଦେବସ୍ନାନ ପୂର୍ଣ୍ଣିମା, ବାହୁଡ଼ା ଯାତ୍ରା, ଝୁଲଣ ଯାତ୍ରା, ଦଶହରା, କାର୍ତ୍ତିକ ମାସ ଅଁଳାନବମୀ ମହାପ୍ରଭୁଙ୍କର ବଡ଼ ମହୋତ୍ସବ, ଯେଉଁଥିରେ କି ହଜାର ହଜାର ଲୋକଙ୍କର ଆଗମନ ହୁଏ, କାର୍ତ୍ତିକ ପୂର୍ଣ୍ଣିମା, ମକର ସଂକ୍ରାନ୍ତି, ଦୋଳ ପୂର୍ଣ୍ଣିମା, ଚନ୍ଦନ ଯାତ୍ରା ଇତ୍ୟାଦି 12 ଯାତ୍ରାର ବିଧି ଏଠି ପରମ୍ପରା ରହିଛି। କ'ଣ କ'ଣ ଠାକୁର ସବୁ ଅଛନ୍ତି ଏଠି? ଏଠି ପଞ୍ଚ ଗାଦି ବ୍ରହ୍ମ ବ୍ୟତୀତ ଶ୍ରୀଦେବୀ ଅର୍ଥ ମହାଲକ୍ଷ୍ମୀ, ଭୂଦେବୀ ଅର୍ଥାତ୍ ମହାସରସ୍ୱତୀ ଏବଂ ମଦନମୋହନ ଚଳନ୍ତି ପ୍ରତିମା ରୂପରେ ବିଦ୍ୟମାନ। ଏତଦ୍ ବ୍ୟତୀତ କ୍ଷେତ୍ର ମଧ୍ୟରେ ଦୁର୍ଗା, ଲୋକନାଥ ଶିବ, ମହାଲକ୍ଷ୍ମୀ ମହାଅନ୍ନପୂର୍ଣ୍ଣା, ଗାୟତ୍ରୀ ଷଷ୍ଠୀ ସାବିତ୍ରୀ, ଅନନ୍ତ ବାସୁଦେବ, ସତ୍ୟନାରାୟଣ, କାଳୀକୃଷ୍ଣ, ରଘୁନାଥ, ହନୁମାନଜୀ ସମସ୍ତ ଦେବତାମାନେ